କିଛି ଲୋକ ତାଙ୍କୁ ବାଇଟ୍ ଦେଇଥିଲେ ଏବଂ ସେ ବାଇଟ୍ରେ ପାଠ ପଢ଼ୁଥିଲେ ପାଠ କରି କହୁଥିଲେ ଯେ ପ୍ରତି ପଞ୍ଚାୟତରେ ସେ 100 ଜଣକୁ ଚାକିରି ଦେବେ। ତେଣୁ ଯେତେବେଳେ ବର୍ତ୍ତମାନ 7600 ପାଖାପାଖି ପଞ୍ଚାୟତ ଅଛି, 8000 ପାଖାପାଖି ପଞ୍ଚାୟତ ହେଇଗଲାଣି, 54-55 ହଜାର ଗାଁ, ବର୍ତ୍ତମାନ 57 ହଜାର ଗାଁ ଓଡ଼ିଶାରେ ହେଇଗଲାଣି, 314 ବ୍ଲକ। ତେଣୁ କଲଚର ଡିପାର୍ଟମେଣ୍ଟ ବର୍ତ୍ତମାନ ଗୋଟେ ଭଲଚର ଡିପାର୍ଟମେଣ୍ଟରେ ପରିଣତ ହୋଇଛି। ତାକୁ ସୁଧରିବା ପାଇଁକି ତାଙ୍କର ସୁରଜ ସୂର୍ଯ୍ୟବଂଶୀଙ୍କର ବାପା ମୋର ଅତି ପ୍ରିୟ ବନ୍ଧୁ ଥିଲେ ଏବଂ ବିଷ୍ଣୁବାବୁଙ୍କ ସହିତ ମୋର ସମ୍ପର୍କ ଥିଲା। ସେ ଗୋଟେ ଘାସ ଫୁଲ ମହୋତ୍ସବ କରିବେ ବୋଲି ଭାବୁଥିଲେ, କିନ୍ତୁ ତାଙ୍କ ସମୟରେ ସରକାର ତ ନଥିଲା, ସେ କରିପାରିଲେ ନାହିଁ। ତେଣୁ ଆଜି ମୁଁ ଆପଣମାନଙ୍କ ମଧ୍ୟରେ ଆପଣମାନଙ୍କ ଗଣମାଧ୍ୟମରେ ମୁଁ ଜଣାଇ ଦେବାକୁ ଚାହେଁ, ସୁରଜ ସୂର୍ଯ୍ୟବଂଶୀ ମହୋଦୟ ଜଣେ ଯୁବକ ଏବଂ ଆଜି ମାନ୍ୟବର ବିଭାଗୀୟ ମନ୍ତ୍ରୀ, ସଂସ୍କୃତି ବିଭାଗୀୟ ମନ୍ତ୍ରୀ। ମୁଁ ଖାଲି ତାଙ୍କୁ ଅନୁରୋଧ କରିବି, ତାଙ୍କ ଅଣ୍ଡରରେ ଯେତିକି ସ୍କୁଲ କଲେଜ ଗୋଟିଏ ୟୁନିଭର୍ସିଟି ଅଛି ଏବଂ ସେ ଯାଇକି ତାକୁ ଟିକେ ପରୀକ୍ଷା ନିରୀକ୍ଷା କରି ଭଲ ଭାବରେ ଦେଖନ୍ତୁ ୟୁନିଭର୍ସିଟିରେ କ'ଣ ଚାଲୁଛି, ସେଠିକି ଶିକ୍ଷକମାନେ ଏବଂ ଯେଉଁମାନେ ଅଛନ୍ତି କର୍ମକର୍ତ୍ତା କେତେ ବର୍ଷ ଧରି ଆସୁଛନ୍ତି। କିଛି ଲୋକ ଚାକିରି ଛାଡ଼ିବା ପରେ ମଧ୍ୟ ବହୁ ବର୍ଷ ଧରି ସେଠି ଗୋଟେ ଅଣ୍ଟା ବାଡ଼ିକି ଚାକିରି ସରିଗଲାଣି, କିନ୍ତୁ 5 ବର୍ଷ 7 ବର୍ଷ ଧରି ଅଣ୍ଟା ବାଡ଼ିକି ରହିଛନ୍ତି, ଦରମା ନେଉଛନ୍ତି, କାମ କରୁଛନ୍ତି। ସଂସ୍କୃତି ବିଭାଗ ଯଦି ଏମିତି ହୁଏ, ସଂସ୍କୃତି ବିଭାଗ ଡୁବିଯିବନି। ଆଉ କ'ଣ ଆପଣ ଦେଖିବେ, ସଂସ୍କୃତି ବିଭାଗ ଯେଉଁ କଳାକାର ଭତ୍ତା ବର୍ତ୍ତମାନ ଦେଉଛି, ଯିଏ MA PhD କରିଛି ସେ ପାଇବ 2000, ଯିଏ ଝାଞ୍ଜ ବାଡ଼ଉଛି ଗାଁରେ ସେ ବି ପାଇବ 2000, ଯିଏ ପାଲା ଦାସକାଠିଆ କରୁଛି ସେ ବି ପାଇବ 2000। ସଂସ୍କୃତି ବିଭାଗକୁ ବଞ୍ଚାଇବା ପାଇଁ ହେଲେ, ସୁଧରିବା ପାଇଁ ହେଲେ ସଂସ୍କୃତି ବିଭାଗୀୟ କିଛି ଲୋକଙ୍କର ଆଦର୍ଶ ନିଅନ୍ତୁ, ତାଙ୍କର ବୁଦ୍ଧିକି ନିଅନ୍ତୁ, ତାଙ୍କର ବିଚାରକୁ ନିଅନ୍ତୁ। କଲଚର ଡିପାର୍ଟମେଣ୍ଟ ହେଉଛି ଗୋଟେ ସବୁଠାରୁ ବଡ଼ ଡିପାର୍ଟମେଣ୍ଟ। ଆମର ନୃତ୍ୟ, ଆମର ସଙ୍ଗୀତ ବହୁ ପ୍ରାଚୀନ, ପ୍ରାୟ 4000 ବର୍ଷ ତଳର କହିଲେ ଅତ୍ୟୁକ୍ତି ହେବ ନାହିଁ। ଆମ ଓଡ଼ିଆ ଭାଷା ଆଜି ଶାସ୍ତ୍ରୀୟ ଭାଷାରେ ପରିଣତ ହେଲା, ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ଭାଷାରେ ପରିଣତ ହେଲା। ତେଣୁ ଦୟାକରି ମୁଁ ଅନୁରୋଧ କରୁଛି ମନ୍ତ୍ରୀ ମହୋଦୟଙ୍କୁ, ତାଙ୍କର ସେ ବିଭାଗକୁ ସଂସ୍କାର ଆଣନ୍ତୁ। ସୂର୍ଯ୍ୟବଂଶୀ ଜଣେ ଯୁବ ନେତା, ଏତେ ତର୍କର ନ ହେଇକି ଏତେ କାହିଁକି ବସି ପଡ଼ୁଛନ୍ତି କାହିଁକି? ଦେଖନ୍ତୁ, ନେତା ହେଇଗଲେ ହେବ ନାହିଁ, ନେତା ତ କବି ନେଇ ଦେତା, ଖାଲି ନେତା ହେଇଗଲେ ହେବ ନାହିଁ। ନେତା ହେଇକିରି ଯଦି ଆପଣ ପବ୍ଲିକ ଯଦି ସର୍ବସାଧାରଣଙ୍କ ସହିତ ନ ମିଶି ପାରିଲେ, ଆମେ ଫୋନ୍ କଲେ ଗୋଟେ ଫୋନ୍ ଆମର ଉଠାଉନାହାନ୍ତି। ଆମେ ଓଡ଼ିଶାର 45 ବର୍ଷ ଧରି ସଙ୍ଗୀତ ବିଭାଗରେ କାମ କରିଛୁ। ମନ୍ତ୍ରୀମାନେ ଆମର ବହୁ ଆଗରୁ ସେମାନେ ସବୁ ଚିହ୍ନା ଥିଲେ, ଏବେ ଗାଦିରେ ବସିଲା ପରେ ଗୋଟେ ଫୋନ୍ ବି ଉଠାଉନାହାନ୍ତି। ତେଣୁ ଏତେ ବ୍ୟସ୍ତ ତମେ ଆପଣମାନେ ଏତେ ବ୍ୟସ୍ତ ରହୁଛନ୍ତି ଯେ ଫୋନ୍ ଉଠାଇ ପାରିବେ ନାହିଁ। ଫୋନ୍ ନ ଉଠାଇଲେ ନାହିଁ, ଯେତେବେଳେ କଲ୍ ବ୍ୟାକ୍ ତ କରିପାରିବେ, ଗୋଟେ କ'ଣ ପରାମର୍ଶ ତ ନେଇପାରିବେ, ତା ବି ଆପଣମାନେ କରୁନାହାନ୍ତି। କି ଅହଙ୍କାର ଆପଣଙ୍କର, କାହିଁକି ସେ ଅହଙ୍କାର ଆପଣ ରଖିଛନ୍ତି? ଆପଣ ଅହଙ୍କାର ରହନ୍ତୁ, ଉଚ୍ଚ ପଦବୀରେ ବସନ୍ତୁ, ଉଚ୍ଚ ଜ୍ଞାନର ଅଧିକାରୀ ହୁଅନ୍ତୁ, ଆମର ମନା ନାହିଁ। କିନ୍ତୁ ସମାଜକୁ ଯେଉଁ ଦିଗ୍ଦର୍ଶନ ଦେବା କଥା, ସାମାଜିକ ଚେତନା ବିଲୁପ୍ତ ହୋଇଯାଉଛି, କଳୁଷିତ ହୋଇଯାଉଛି ସଂସ୍କୃତି ବିଭାଗ, ଧୀରେ ଧୀରେ ନଷ୍ଟ ହୋଇଯିବ। ତେଣୁ ମୋର ବିନମ୍ର ନିବେଦନ ମନ୍ତ୍ରୀ ମହୋଦୟଙ୍କୁ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଉତ୍କଳ ୟୁନିଭର୍ସିଟି ଅଫ୍ କଲଚର, ଓଡ଼ିଶୀ ଗବେଷଣା କେନ୍ଦ୍ର, ଆପଣଙ୍କର ସଙ୍ଗୀତ ନାଟକ ଏକାଡେମୀ, ସାହିତ୍ୟ ଏକାଡେମୀ, ଲଳିତ କଳା ଏକାଡେମୀ ଏବଂ ଅନ୍ୟ ଯେଉଁ ଖଲିକୋଟ କଲେଜ ବା କଳା ସଂସ୍କୃତି କଲେଜ ସବୁ ରହିଛି, ତାକୁ ସୁଧାରନ୍ତୁ ଏବଂ ଉଚ୍ଚ ପରାମର୍ଶଦାତା କିଛି ବିଭାଗରେ ଆପଣଙ୍କର ରଖନ୍ତୁ, ଯେଉଁମାନେ ସଂସ୍କୃତି ବିଭାଗକୁ ସଜାଡ଼ିବେ। କାରଣ ସଂସ୍କୃତି ଯାହାର ସଂସ୍କୃତି ନାହିଁ, ଯେଉଁ ଦେଶରେ ସଂସ୍କୃତି ନାହିଁ, ସେ ଦେଶ ଅପସଂସ୍କୃତିରେ ଭରପୁର। ଆମର ନୀତି, ଆମର ଆଦର୍ଶ, ଆମର ଜଗନ୍ନାଥ ସଂସ୍କୃତି, ଆମର ଜ୍ଞାନ ବୁଦ୍ଧି ବିବେକ ବିଚାର ସବୁକୁ ନେଇକି ଯଦି ଆମେ ସଂସ୍କୃତି ବିଭାଗକୁ ଜଗିବା, ଓଡ଼ିଶା ସରକାରଙ୍କର 40ଟା ଡିପାର୍ଟମେଣ୍ଟ ତ 39ଟା ଡିପାର୍ଟମେଣ୍ଟ ତା ମନକୁ ସଳଖ ହୋଇଯିବେ।